ସାଙ୍ଗମାନେ କ'ଣ ଆପଣ କେବେ ଭାବିଛନ୍ତି କି କିଛି ଲୋକ ପାଠ ପଢ଼ାରେ ଟପ୍ କେମିତି କରିଯାଆନ୍ତି? ସେମାନଙ୍କ ପାଖରେ ସେଇ ଟିଚର, ସେଇ ବହି ଆଉ ସେଇ କ୍ଲାସ୍ ଥାଏ ଯାହାକି ଆପଣଙ୍କ ପାଖରେ ଅଛି, ତାପରେ ବି ସେମାନେ ଟପ୍ କରନ୍ତି, କିନ୍ତୁ ଆମେ ନୁହେଁ। ଆଜି ମୁଁ ଆପଣଙ୍କୁ ସେଇ ସିକ୍ରେଟ୍ କହିବା ପାଇଁ ଯାଉଛି ଯାହାକି ନା କେବଳ ପାଠ ପଢ଼ାରେ ହେଲ୍ପ କରିବ, ବରଂ ଆପଣଙ୍କୁ ଜୀବନରେ ଆଗକୁ ହିଁ ବଢ଼ାଇବ। ତ ଚାଲନ୍ତୁ ଆରମ୍ଭ କରିବା। ନମ୍ବର 1, ସେଟ୍ କ୍ଲିୟର ଗୋଲ୍ସ। ଗୋଟିଏ ସଠିକ୍ ଲକ୍ଷ୍ୟ ସ୍ଥିର କରନ୍ତୁ। ସର୍ବପ୍ରଥମେ ଏହା ବୁଝିବା ଜରୁରୀ ହୋଇଥାଏ କି ବିନା ଲକ୍ଷ୍ୟରେ ପାଠ ପଢ଼ିବା ସେମିତି ହୋଇଥାଏ ଯେମିତି ବିନା ମ୍ୟାପ୍ରେ ଅଜଣା ଜାଗାକୁ ଯିବା। ଆପଣ ନିଜ ପାଇଁ ଛୋଟ ଛୋଟ ଲକ୍ଷ୍ୟ ନିର୍ଦ୍ଧାରଣ କରନ୍ତୁ। ଧର ଯେମିତି ଆଜି ମୁଁ 2 ଘଣ୍ଟାରେ ଏହି ଚାପ୍ଟରକୁ କମ୍ପ୍ଲିଟ୍ କରିବି। ପ୍ରତ୍ୟେକ ଦିନର ଟାର୍ଗେଟକୁ ପୁରା କରିସାରିବା ପରେ ନିଜକୁ ରିୱାର୍ଡ ଦିଅନ୍ତୁ। ଯଦି ଆପଣଙ୍କୁ ଜଣା ଥାଏ କି ଆପଣଙ୍କୁ କେଉଁଠାକୁ ଯିବାର ଅଛି, ତ ରାସ୍ତା ଆପେ ଆପେ ମିଳିଯାଏ। ନମ୍ବର 2, ଇଫେକ୍ଟିଭ୍ ଟାଇମ୍ ମ୍ୟାନେଜମେଣ୍ଟ। ଗୋଟିଏ ସଠିକ୍ ଟାଇମ୍ ଟେବୁଲ୍ ବନାନ୍ତୁ। ପ୍ରତ୍ୟେକ ଟପର ଷ୍ଟୁଡେଣ୍ଟମାନଙ୍କର ସବୁଠାରୁ ବଡ଼ ଅସ୍ତ୍ର ହେଉଛି ତାଙ୍କ ଟାଇମ୍ ଟେବୁଲ୍। ନିଜ ଦିନକୁ 3ଟା ପାର୍ଟରେ ବାଣ୍ଟି ଦିଅନ୍ତୁ। ପାଠପଢ଼ା, ରିଭିଜନ୍ ଆଉ ଆରାମ। ସବୁଠୁ କଠିନ ବିଷୟକୁ ସକାଳେ ପଢ଼ନ୍ତୁ, ଯେବେ ଦିମାଗ ଫ୍ରେଶ୍ ରହିଥାଏ। ସମୟକୁ ଠିକ୍ ଭାବରେ ମ୍ୟାନେଜ୍ କରିବା ହିଁ ଆପଣଙ୍କ ସଫଳତାର ଚାବି ହୋଇଥାଏ। ନମ୍ବର 3, ଷ୍ଟଡି ଟୁ ଅଣ୍ଡରଷ୍ଟାଣ୍ଡ ନଟ୍ ମେମୋରାଇଜ୍। ଘୋଷିବା ବଦଳରେ ପାଠକୁ ବୁଝିକି ପଢ଼ିବା ଉପରେ ଫୋକସ୍ କରନ୍ତୁ। ଉଦାହରଣ ସହିତ ଜିନିଷକୁ ମନେ ରଖିବା ପାଇଁ ଚେଷ୍ଟା କରନ୍ତୁ। ପଢ଼ିଥିବା ଟପିକ୍ର ନୋଟ୍ସ ବନାନ୍ତୁ, ଯାହାଫଳରେ ରିଭିଜନ୍ କରିବା ସହଜ ହୋଇଥାଏ। ବୁଝିଥିବା ଜ୍ଞାନ ସର୍ବଦା ଦୀର୍ଘ ସମୟ ପାଇଁ ମନେ ରହିଥାଏ। ନମ୍ବର 4, ଆଭଏଡ୍ ଡିଷ୍ଟ୍ରାକ୍ସନ୍ସ। ଡିଷ୍ଟ୍ରାକ୍ସନ୍ ଠାରୁ ଦୂରେଇ ରୁହନ୍ତୁ। ପାଠପଢ଼ା ସମୟରେ ମୋବାଇଲ, ସୋସିଆଲ ମିଡ଼ିଆ ଠାରୁ ଦୂରେଇ ରୁହନ୍ତୁ। 25 ମିନିଟ୍ ପର୍ଯ୍ୟନ୍ତ ପାଠ ପଢ଼ନ୍ତୁ ଆଉ ତାପରେ 5 ମିନିଟ୍ର ଗୋଟିଏ ସର୍ଟ ବ୍ରେକ୍ ନିଅନ୍ତୁ। ଏହାକୁ ପୋମୋଡୋରୋ ଟେକ୍ନିକ୍ କୁହାଯାଏ। ଗୋଟିଏ ଶାନ୍ତ ଜାଗା ବାଛନ୍ତୁ ଯେଉଁଠାରେ ଆପଣ ବିନା କୌଣସି ବାଧାବିଘ୍ନରେ ପାଠ ପଢ଼ିପାରିବେ। ଯଦି ଆପଣ ଫୋକସ୍ ବନେଇ ରଖିପାରିବେ ତ ଆପଣ କୌଣସି ବି ଲକ୍ଷ୍ୟକୁ ହାସଲ କରିପାରିବେ। ନମ୍ବର 5, ଇମ୍ପୋର୍ଟାନ୍ସ ଅଫ୍ ରିଭିଜନ୍। ରିଭିଜନର ମହତ୍ତ୍ୱ। ପ୍ରତ୍ୟେକ ଦିନର ସମାପ୍ତ ରିଭିଜନ୍ ସହିତ କରନ୍ତୁ। ସପ୍ତାହ ଶେଷରେ ଆପଣ ସପ୍ତାହରେ ଯାହା ବି ପଢ଼ିଛନ୍ତି ତାକୁ ରିଭିଜନ୍ କରନ୍ତୁ। ଯେତେ ଅଧିକ ରିଭିଜନ୍ କରିବେ ଜିନିଷ ସେତେ ଭଲ ଭାବରେ ମନେ ରହିବ। ରିଭିଜନ୍ ହିଁ ଆପଣଙ୍କ ପରିଶ୍ରମକୁ ସଫଳତାରେ କନଭର୍ଟ କରିଥାଏ। ନମ୍ବର 6, ବିଲିଭ୍ ଇନ୍ ୟୋର୍ ସେଲ୍ଫ। ନିଜ ଉପରେ ବିଶ୍ୱାସ ରଖନ୍ତୁ। ପାଠପଢ଼ାରେ ଟପ୍ କରିବାର ସବୁଠାରୁ ବଡ଼ ରାଜ ହେଉଛି ଆତ୍ମବିଶ୍ୱାସ। କେବେ ବି ଏହା ଭାବନ୍ତୁନି କି ଆପଣ କାହାଠାରୁ କମ୍ ବୋଲି। ପ୍ରତ୍ୟେକ ଦିନ ନିଜକୁ କୁହନ୍ତୁ କି ମୁଁ କରିପାରିବି, ମୁଁ କରିବି। ଯେଉଁମାନଙ୍କର ନିଜ ଉପରେ ବିଶ୍ୱାସ ଥାଏ ସେଇମାନେ ହିଁ ଅସମ୍ଭବକୁ ସମ୍ଭବ କରି ଦେଖାନ୍ତି। ସାଙ୍ଗମାନେ ମନେ ରଖନ୍ତୁ, ପାଠପଢ଼ା କେବଳ ଭଲ ମାର୍କ ଆଣିବାର ମାଧ୍ୟମ ନୁହେଁ, ବରଂ ଏହା ଆପଣଙ୍କୁ ଜୀବନରେ ଆଗକୁ ବଢ଼ିବାର ଶକ୍ତି ଦେଇଥାଏ। ତ ଆଜିଠାରୁ ହିଁ ସଠିକ୍ ଡିରେକ୍ସନରେ ପରିଶ୍ରମ କରନ୍ତୁ ଆଉ ସେହି ଉଚ୍ଚତା ହାସଲ କରନ୍ତୁ ଯାହାର ଆପଣ ସ୍ୱପ୍ନ ଦେଖିଥିଲେ। ଯଦି ଆଜିର ଏହି ଭିଡ଼ିଓଟି ଆପଣଙ୍କୁ ଭଲ ଲାଗିଥାଏ ତ ଏହାକୁ ଲାଇକ୍ କରନ୍ତୁ, ସେୟାର କରନ୍ତୁ ଆଉ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ଆମକୁ ସପୋର୍ଟ କରନ୍ତୁ। ଆଉ ମନେ ରଖନ୍ତୁ, ଆପଣଙ୍କ ପରିଶ୍ରମ ହିଁ ଆପଣଙ୍କ ପ୍ରକୃତ ପରିଚୟ ହୋଇଥାଏ। ଧନ୍ୟବାଦ।